କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ଲାଇଟ୍ ଆଣ୍ଡ ସାଉଣ୍ଡ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଡ୍ରାଇଭର ଜଣକ ଏହି ରାସ୍ତା ପାଇଁ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍ ଓଲଟିଲା ବୋଲି ଡ୍ରାଇଭର ଅରବିନ୍ଦ ସାହୁ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା 49 ନମ୍ବର ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଚାଲିଛି ଘାଟି ମେଳା। ଏନେଇ ଜାତୀୟ ରାଜପଥ ଭିଡ଼ ରହିଥିବା ବେଳେ ଘାଟିରୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଆମର ଜଳେଶ୍ୱର ସ୍ୱଳ୍ପଟା ସେଠି ଯାତ୍ରା ହେବା କଥା। ସେ ଆଜି ଡ୍ରାଇଭର ଗୋଟେ ନୂଆ ଡ୍ରାଇଭର ଆସିଥିଲା ବି ସେ ଗାଡ଼ି ଏତେ ସ୍ପିଡ୍ ହେଲା ଆମେ ତାକୁ କହୁଛୁ, ଆମେ ପଛରେ ବଇଛୁ କେବିନ ଭିତରେ, ଆମେ କହୁଛୁ ଆଜ୍ଞା ଟିକେ ହାଲକା ଚଲାନ୍ତୁ ଘାଟି ରାସ୍ତା। ସେ କହିଲା ଯେ ବ୍ରେକ୍ ଧରୁନି। ବ୍ରେକ୍ ଧରୁଛି ତାପରେ ତ ସେ ବ୍ରିଜ ଗୋଟେ ଅଛି, ବ୍ରିଜ ପାଖରେ ଗାଡ଼ି ତାର ପଲଟେଇ ଦେଲା, ପଲଟେଇ ଦୌଡ଼ି ପଡ଼ିଲା। ଆଉ ଉପରେ କେତେ ଜଣ ବସିଥିଲେ, ଭିତରେ କେତେ ଜଣ ବସିଥିଲେ? କିନ୍ତୁ ଆମର କାଲି ପର୍ଯ୍ୟନ୍ତ ନୂଆ ପିଲା ଆଇଛନ୍ତି, କେତେ ଜଣ ମୁଁ ସଠିକ କହିପାରିବିନି। ବର୍ତ୍ତମାନ ସୁଦ୍ଧା ଆପଣଙ୍କର 10 ଜଣ ବାରିଦା ରେଫର ହେଇଛି, ଆପଣ ମିଶି 11, 6 ଜଣ ଡେଡ୍ ବଡି ଅଲରେଡି ଉଦ୍ଧାର ମାନେ ହସ୍ପିଟାଲକୁ ଆସିଛି, ଆହୁରି 2 ଜଣ ଅଛନ୍ତି କହୁଛନ୍ତି। ଆପଣଙ୍କର ହଉଛି ତାହେଲେ 10, 11, 6, 17, ଆହୁରି ଅଛନ୍ତି 18 ହଉଛି 19 ଟୋଟାଲ ହେଲେ। ଆପଣ ଆହୁରି ଅଛନ୍ତି ବୋଲି ଭାବୁଛନ୍ତି କି? ସଠିକ ମୁଁ କହିପାରିବେନି। ଆପଣଙ୍କର ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣା ଘଟିଛି। ଡ୍ରାଇଭର କହୁଛି ଯେ ବ୍ରେକ୍ ଫେଲ୍, କିନ୍ତୁ ଡ୍ରାଇଭରଟା ଆଜି ନୂଆ ଆସିଥିଲା। ସେଟା ଏ ଗାଡ଼ିର ଡ୍ରାଇଭର ସିଏ ନଥିଲା, ସେ ଆଜି ନୂଆ ତାକୁ ଡକେଇଥିଲେ, ସେ ଆଜି ନୂଆ ଆସିଥିଲା। ଆପଣ ଡ୍ରାଇଭର ଘଟଣାସ୍ଥଳ ଫେରାର ହେଇଛି? ଆଜ୍ଞା। ଡ୍ରାଇଭର ନାଁ କଣ? ନୂଆ ହେଇଛି, ତାଙ୍କ ଘର କୋଉଠି ଆମେ ବି ଜାଣିନୁ। ନାମଟା